ବାବୁନି ରାଜଙ୍କ ପ୍ରଯୋଜିତ ଯାତ୍ରା ଧଉଳି ଗଣନାଟ୍ୟ ଘୋଷଣା କରିଛି 6 ଜଣିଆ ପ୍ରଥମ ପର୍ଯ୍ୟାୟ କଳାକାର ତାଲିକା। ଏଥିରେ ସ୍ଥାନ ପାଇଛନ୍ତି ରୁଦ୍ର ମିଶ୍ର, ସ୍ମରଣିକା, ବେବି ମଣ୍ଡଳ, ଦୀପ ସାହା, ଆକାଶ ନନ୍ଦ ଆଉ ଅଲରାଉଣ୍ଡର ଲକ୍ଷ୍ମୀଧର। ବନ୍ଦ ହେବ ନାହିଁ ଯାତ୍ରା ନାଟ୍ୟ ମଣ୍ଡପ। ଆଗାମୀ ଯାତ୍ରା ବର୍ଷ ପୁଣି ଥରେ ଯାତ୍ରା ମଇଦାନରେ ଯାତ୍ରା ପରିବେଷଣ କରିବ ରାଣୀ ପଣ୍ଡାଙ୍କର ପ୍ରଯୋଜିତ ଯାତ୍ରା ନାଟ୍ୟ ମଣ୍ଡପ। ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ଘୋଷଣା କରିଛନ୍ତି ରାଣୀ ପଣ୍ଡା, ଆଉ ନାଟକର ନାମ ମଧ୍ୟ ଘୋଷଣା କରିଛନ୍ତି। ବାଲେଶ୍ୱରର ପ୍ରସିଦ୍ଧ ଶ୍ରୀଜଙ୍ଗ ବାସନ୍ତୀ ପୂଜାରେ ଗତକାଲି ଯାତ୍ରା ପରିବେଷଣ ସମୟରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରା ପ୍ରେମୀ ଯାତ୍ରା ଦର୍ଶକ। ଅନ୍ଧାର ମଧ୍ୟରେ ଯାତ୍ରା ମଞ୍ଚରେ ହୋ ହାଲ୍ଲା। ଆଜି ଅପେରା ଯାଜ୍ଞସେନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଇଞ୍ଜିନିୟର ପ୍ରସଞ୍ଜିତ ନାୟକଙ୍କର ଶୁଭ ଜନ୍ମଦିନ। ଏହି ଅବସରରେ ଟିକିଏ କଥା ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ସହ ଅଭିନନ୍ଦନ ଜଣାଉଛୁ। କାଳବୈଶାଖୀ ଜନିତ ବର୍ଷା ଆଉ ପବନ ପାଇଁ ବହୁ ସ୍ଥାନରେ ଯାତ୍ରା ପ୍ରଭାବିତ, ହଇରାଣରେ ଯାତ୍ରାପ୍ରେମୀ ଦର୍ଶକ। ହିଙ୍ଗୁଳା ପୀଠ କଳିଙ୍ଗନଗର ଯାଜପୁରରେ ଅପେରା ଯାଜ୍ଞସେନୀର ଆଗାମୀ ଯାତ୍ରା ବର୍ଷର ନୂଆ ନାଟକ ସନାତନୀର ଟାଇଟଲ ସଙ୍ଗ ଉନ୍ମୋଚିତ। ଆଗାମୀ ଯାତ୍ରା ବର୍ଷ ଯାତ୍ରା ମଇଦାନରେ 5 ଗୋଟି ନୂଆ ହାଇ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ। ଯୁବ ପ୍ରଯୋଜକ ସୁନୀଲ କୁମାର ରାଉତଙ୍କ ଅପେରା ସୂର୍ଯ୍ୟବଂଶୀ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କର ଅପେରା ଶ୍ରୀ ଗଣେଶ, ନିରଞ୍ଜନ ସାହୁଙ୍କର ଅପେରା ମାହେଶ୍ୱରୀ, ଆଦର୍ଶ ରଞ୍ଜନ ସ୍ୱାଇଁଙ୍କର ଯାତ୍ରା କେଶରୀ ଆଉ ହିମାଂଶୁ ଶେଖର ଛୋଟରାଉଙ୍କର ଅପେରା ଖଣ୍ଡଗିରି। ଖୁବ୍ ଶୀଘ୍ର ଘୋଷଣା ହେବ ଯାତ୍ରା ଖିଲାଡ଼ି ପାର୍ବତୀ ଗଣନାଟ୍ୟର ପ୍ରଥମ ପର୍ଯ୍ୟାୟ ଷ୍ଟାରକାଷ୍ଟ।